নমস্কার ওড়িশা। আজ ফেব্রুয়ারি 25 তারিখ বুধবার। ଚାଲନ୍ତୁ ଜାଣିବା 10ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଲେ ଗୋଟିଏ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ହାଇଟେକ୍ ହେଉଛି ଦିଲ୍ଲୀ ଏନସିଆର। ବିଶ୍ୱର ସର୍ବବୃହତ ଏଆଇ ସମ୍ମିଳନୀ ଭାରତରେ ସଫଳତା ସହ ଅନୁଷ୍ଠିତ ହେବା ପରେ ରାଜଧାନୀ ଅଞ୍ଚଳରେ ଟେକ୍ନୋଲୋଜିର ନୂତନ ପର୍ବ ଆରମ୍ଭ ହୋଇଛି। ଏବେ ଘରକୁ ଘର ଡୋର ଟୁ ଡୋର ଡେଲିଭରି କରୁଛି ଅତ୍ୟାଧୁନିକ ଡ୍ରୋନ୍। ଗୁରୁଗ୍ରାମ ସ୍ଥିତ ଡ୍ରୋନ୍ ଡେଲିଭରି କମ୍ପାନୀ ସ୍କାଏ ଏୟାର ପ୍ରଥମେ ଏହି ସେବାର ଆରମ୍ଭ କରିଛି। କୃତ୍ରିମ ବୁଦ୍ଧିମତ୍ତା ସହ ସଜ୍ଜିତ ଡ୍ରୋନ୍ ଏବଂ ଏଆଇ ରୋବୋଟ ମାଧ୍ୟମରେ କେବଳ କିଛି ମିନିଟରେ ସାମଗ୍ରୀ ପହଞ୍ଚୁଛି ଗ୍ରାହକଙ୍କ ଘର ଦୁଆରକୁ। ଟ୍ରାଫିକ୍ ଜାମ୍ ଓ ସମସ୍ୟା ନଷ୍ଟରୁ ମିଳୁଛି ମୁକ୍ତି। ସୁରକ୍ଷା ଓ ଗତିଶୀଳତାକୁ ଦୃଷ୍ଟିରେ ରଖି ଏହି ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଟେକ୍ନୋଲୋଜିର ନୂଆ ଉଡ଼ାଣ ସହ ଦିଲ୍ଲୀ ଏନସିଆର ସତରେ ହାଇଟେକ୍ ସହରର ଦିଗରେ ଆଗେଇ ଚାଲିଛି। କେରଳ ହେବ କେରଳ ନୂତନ ପିଏମ୍ଓ କୋଟା ସେବା। ଏଥର ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ ରାଜ୍ୟର ନାମକୁ କେରଳରୁ କେରଳମ୍ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏପ୍ରିଲ ମେ ମାସରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। 24 ଜୁନ 2024ରେ କେରଳ ବିଧାନସଭା ସର୍ବସମ୍ମିଳନୀ କ୍ରମେ ଏକ ପ୍ରସ୍ତାବ ଗୃହୀତ କରି କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାମ ଆନୁଷ୍ଠାନିକ ଭାବରେ କେରଳମ୍ କରିବାକୁ ଅନୁରୋଧ କରାଯାଇଥିଲା। କିଛି ପରେ ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ସଂଶୋଧନ ପରାମର୍ଶ ଦେବା ପରେ ବିଧାନସଭା ଦ୍ୱିତୀୟ ଥର ପାଇଁ ପ୍ରସ୍ତାବ ପାରିତ କରିଥିଲା। ଏବେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ସହ ରାଜ୍ୟର ନାମ ପରିବର୍ତ୍ତନ ପ୍ରକ୍ରିୟା ଆଗକୁ ବଢ଼ିବା ନିଶ୍ଚିତ ହୋଇଛି। ସମୁଦ୍ର ମଝିରେ କ୍ରାସ୍ ଲ୍ୟାଣ୍ଡିଂ କଲା ହେଲିକପ୍ଟର। ଅଳ୍ପକେ ବଞ୍ଚିଲା 7 ଜଣଙ୍କର ଜୀବନ। ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଉପନହସର ଏକ ହେଲିକପ୍ଟର ପୋର୍ଟ ବ୍ଲେୟାରର ମାୟାବନ୍ଦର ଅଭିମୁଖେ ଉଡ଼ାଣ ଭରାଇଥିଲା। ପୂର୍ବାହ୍ନ ପ୍ରାୟ 9:30 ସମୟରେ ଉଡ଼ାଣ ଆରମ୍ଭ ହେବା ପରେ କିଛି ସମୟ ମଧ୍ୟରେ ପାଇଲଟ ଗମ୍ଭୀର ଯାତ୍ରୀଙ୍କ ତ୍ରୁଟି ଚିହ୍ନଟ କରିଥିଲା। ଜନବହୁଳ ଅଞ୍ଚଳ କିମ୍ବା ଜଙ୍ଗଲରେ ଅବତରଣ କରିବା ଜୁନସିନ୍ ନେବା ପରିବର୍ତ୍ତେ ପାଇଲଟ ଉପସ୍ଥିତ ବୁଦ୍ଧି ଓ ସାହସ ପ୍ରଦର୍ଶନ କରି ସମୁଦ୍ର ମଝିରେ କ୍ରାସ୍ ଲ୍ୟାଣ୍ଡିଂ କରିବା ନିଷ୍ପତ୍ତି ନେଲେ। ହେଲିକପ୍ଟରଟି ସମୁଦ୍ରରେ ଖସି ପଡ଼ିଥିଲେ ମଧ୍ୟ ଏଥିରେ ଥିବା ସମସ୍ତ 7 ଜଣଙ୍କୁ ସୁରକ୍ଷା ଭାବେ ଉଦ୍ଧାର କରାଯାଇଥିଲା। ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ପାଇଲଟଙ୍କ ଦ୍ୱିତୀୟ ଓ ସଠିକ୍ ନିଷ୍ପତ୍ତି ଫଳରେ ଏକ ବଡ଼ ବିପଦ ଟଳିଯାଇଥିଲା କୁହାଯାଇଛି। ଆମେରିକାକୁ ଚୀନର ସିଧାସଳଖ ଅପିଲ। ଚୀନ ବାଣିଜ୍ୟ ମନ୍ତ୍ରଣାଳୟ ଆମେରିକା ପକ୍ଷରୁ ସମସ୍ତ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଲାଗୁ ହୋଇଥିବା ଏକପାକ୍ଷୀ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି। ଚୀନ ପକ୍ଷରୁ କୁହାଯାଇଛି ଯେ ବାଣିଜ୍ୟ ଯୁଦ୍ଧରେ କେହି ମଧ୍ୟ ଜିତିପାରିବେ ନାହିଁ। ଏହା ବିଶ୍ୱର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରୁଥାଏ। ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ଚୀନ ଆମେରିକା ସୁପ୍ରିମକୋର୍ଟ ରାୟ ଓ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ନିକଟରୁ ମୂଲ୍ୟାଙ୍କନ କରୁଛି। ବେଜିଂ ଏହା ମଧ୍ୟ କହିଛି ଯେ ସଂରକ୍ଷଣ ଦାବି ନୀତି କେବେ ବି କାହାକୁ ଲାଭ ଦେଇନଥାଏ ଏବଂ ଏପରି ପଦକ୍ଷେପ ଅନ୍ତର୍ଜାତୀୟ ବାଣିଜ୍ୟ ନିୟମର ସ୍ପଷ୍ଟ ଉଲ୍ଲଂଘନ। ଚୀନ ପକ୍ଷରୁ ଦୁଇ ଦେଶ ମଧ୍ୟରେ ସମ୍ବାଦ ଓ ସହଯୋଗ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଜଣାଇଛି। ରିଫର୍ମ ୟୁକେ ପାର୍ଟିର ବଡ଼ ଘୋଷଣା। କ୍ଷମତାକୁ ଆସିଲେ ପାକିସ୍ତାନ ସମେତ 6 ଦେଶ ଉପରେ ଲାଗୁ ହେବ ଭିସା କଟକଣା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରିଟେନର ରିଫର୍ମ ୟୁକେ ଏକ ଅତ୍ୟନ୍ତ କଠୋର ପ୍ରବାସୀ ନୀତି ଘୋଷଣା କରିଛି। ପାର୍ଟି ନେତା ନାଇଜେଲ ଫାରେଜ କହିଛନ୍ତି, ଆମେ କ୍ଷମତାକୁ ଆସିଲେ ବେଆଇନ ପ୍ରବାସୀଙ୍କୁ ରୋକିବା ପାଇଁ କଠୋର ପଦକ୍ଷେପ ନେବୁ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରିଟେନର ସୀମା ସୁରକ୍ଷିତ କରିବା ତଥା ବେଆଇନ ପ୍ରବାସୀମାନଙ୍କୁ ନିଜ ଦେଶକୁ ପଠାଇବା। ରତ୍ନଗଡ଼ା ଗଣତି ମଣତି ଏସ୍ଓପି ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଲେ ଏସ୍ଓପିକୁ ମିଳିଛି ସରକାରଙ୍କ ଅନୁମତି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶେଷ ହେଲା ଗୁରୁବାର ବୈଠକ। ରତ୍ନଭଣ୍ଡାର ଗଣତି ମଣତି ଏସ୍ଓପି ନେଇ ବୈଠକ ଶେଷ ହୋଇଛି। ରାଜ୍ୟ ସରକାର ଏସ୍ଓପିକୁ ଅନୁମୋଦନ କରିବା ପରେ ମହାପ୍ରଭୁଙ୍କ ନିକଟ ସମର୍ପଣ ହୋଇଥିଲା। ପ୍ରସ୍ତୁତ ଏସ୍ଓପିକୁ ହାଇଲେବୁଲ କମିଟି ବିଧି ସବ୍ କମିଟି ଏବଂ ପରେ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଏବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଅଳଙ୍କାର ଗଣତି ମଣତି ନେଇ ତାରିଖ ଓ ମହେନ୍ଦ୍ର ବେଗର ନିଷ୍ପତ୍ତି ନେବ ପରିଚାଳନା କମିଟି। ଗଣତି ମଣତି ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶାରେ ଅନୁଭୂତ ହେଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନ୍ ସିଟି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଓ କଟକରେ ଆସନ୍ତା 3 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ସହ ଖୋର୍ଦ୍ଧାର କିଛି ଅଞ୍ଚଳ ସହ ପୁରୀ, ଜଗତସିଂହପୁର, ମୟୂରଭଞ୍ଜ, କେଉଁଝର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମଧ୍ୟ ସତର୍କତା ଜାରି ହୋଇଛି। ମଧ୍ୟମ ସାଧାରଣ ବର୍ଷା ସହ ବିଜୁଳି ଚମକିବା ଓ ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ କାମ ଛାଡ଼ି ବାହାରକୁ ନ ଯିବାକୁ ଓ ଖୋଲା ଆକାଶ ତଳେ ନ ରହିବାକୁ ଆହ୍ୱାନ କରାଯାଇଛି। ପାଣିପାଗ ବିଭାଗ ପରିସ୍ଥିତି ଉପରେ ନଜର ରଖିଛି। ମୁରବିହୀନ ହେଲା ମାଓ ସଂଗଠନ। ତିରୁପତି ଓରଫ ଦେବଜୀ ଆଜି ଆତ୍ମସମର୍ପଣ କରିଛନ୍ତି। କୁଖ୍ୟାତ ମାଓବାଦୀ ନେତା ତେଲେଙ୍ଗାନା ପୋଲିସ ଡିଜିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ତାଙ୍କ ସହ ଆହୁରି 3 ଜଣ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି। ସିସିଏମ୍ ମାଲାରାଜି ରେଡ୍ଡି ଓରଫ ସଂଗ୍ରାମୀ, ତେଲେଙ୍ଗାନା ଷ୍ଟେଟ୍ କମିଟି ସଚିବ ବଡ଼େରୁଖା ରାଓ ଓରଫ ଦାମୋଦର ଏବଂ ଏସିଏମ୍ ନରସିଂହ ରେଡ୍ଡି ଓରଫ ଗଗନା ମଧ୍ୟ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନାରେ ଲଗାତାର ମାଓ ବିରୋଧୀ ସର୍ଚ୍ଚ ଅପରେସନ ଜୋରଦାର ହୋଇଥିବା ବେଳେ ମାଓବାଦୀ ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା କୁହାଯାଇଛି। ପୋଲିସର କଡ଼ା ରଣନୀତି ଓ ସରକାରଙ୍କ ପୁନର୍ବାସ ପ୍ରୟାସ ଫଳରେ ଧୀରେ ଧୀରେ ମାଓ ଗତିବିଧି ସଂକୁଚିତ ହେଉଛି। ମାଓ ସଚିବଙ୍କ ଆତ୍ମସମର୍ପଣକୁ ସୁରକ୍ଷା ବ୍ୟବସ୍ଥା ପାଇଁ ବଡ଼ ସଫଳତା ବୋଲି କୁହାଯାଇଛି।